ବେଜିଂ ଉପରେ 10% ଟାରିଫ ହ୍ରାସ କରିଛି ଆମେରିକା। ଦକ୍ଷିଣ କୋରିଆର ବୁସାନ ବିମାନବନ୍ଦରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକ ସମୟରେ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରାଯାଇଛି। ଦକ୍ଷିଣ କୋରିଆରୁ ଆମେରିକା ଯାଉଥିବା ବିମାନବନ୍ଦରରେ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ସମୟରେ ଟ୍ରମ୍ପ ଏହାର ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକାର ବୁସାନରେ ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ଦୁହିଁ ନେତା। ଟ୍ରମ୍ପ କହିଛନ୍ତି ଆମେରିକା ଏବଂ ଚୀନ ମଧ୍ୟରେ ସମସ୍ତ ବିବାଦର ସମାଧାନ ହୋଇଯାଇଛି। ପଶ୍ଚିମ ସୀମାନ୍ତରେ ଭାରତର ବଡ଼ ସମରାଭ୍ୟାସ, ସାମିଲ ହେଲେ 3 ଯବାନର ସେନା। ଭାରତ ତ୍ରିଶୂଳ 2025 ଅନ୍ତର୍ଗତ ପାକିସ୍ତାନ ସୀମାରେ ସେନା, ନୌସେନା ଏବଂ ବାୟୁସେନାକୁ ନେଇ ଏକ ତ୍ରିମୁଖ ତ୍ରିସେବା ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ସାର୍କ ଲିଗ୍ରେ ପାକିସ୍ତାନୀ ସେନା ବୃଦ୍ଧି ସମ୍ପର୍କରେ ରାଜନାଥ ସିଂଙ୍କ ଚେତାବନୀ ପରେ ଏହି ଅଭ୍ୟାସକୁ ଭାରତର ସାମରିକ ପୋସ୍ତିର ଏକ ଦୃଢ଼ ବାର୍ତ୍ତା ଭାବରେ ଦେଖାଇବାକୁ ମିଳୁଛି। ଭାରତ ପଶ୍ଚିମ ସୀମାନ୍ତରେ ଏହାର ସର୍ବବୃହତ ଯୁଦ୍ଧାଭ୍ୟାସ ସେଠାରେ ଆରମ୍ଭ କରିଦେଇଛି। ବିହାରରେ ହାଇ ଭୋଲ୍ଟେଜ ପ୍ରଚାର, ବିରୋଧୀଙ୍କୁ ମୋଦିଙ୍କ ସମାଲୋଚନା। ବିହାରରେ ଜୋର ପ୍ରଚାର ଧରିଛି ଏବେ ନିର୍ବାଚନ। ଏନଡିଏ ମହାଗଠବନ୍ଧନର ତୁଙ୍ଗ ନେତାମାନେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁଜାଫରପୁର, ଛପରାରେ ପ୍ରଚାର କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର ଭାବେ ଦ୍ୱିତୀୟ ଦିନରେ ମହାଗଠବନ୍ଧନ ପାଇଁ ପ୍ରଚାର କରିଥିଲେ। ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଝିରେ ଆଉ ମାତ୍ର 4 ଦିନ ସମୟ ମଧ୍ୟ ବାକି ରହୁଛି। ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀରେ ହେବ ପରେଡ। ସର୍ଦ୍ଦାର ପଟେଲଙ୍କ ଜନ୍ମଦିନରେ ହେବ ପରେଡ, ଏହାକୁ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକରେ ତାଙ୍କୁ ସ୍ମରଣ କରିଛନ୍ତି ଆଉ ଘୋଷଣା କରିଛନ୍ତି ଏବେ ପ୍ରତିବର୍ଷ ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକରେ ଏକ ପରେଡ ଅନୁଷ୍ଠିତ କରାଯିବ। ଜାନୁଆରୀ 26 ପରେ ଏହି ପରେଡ ଅକ୍ଟୋବର 31 ତାରିଖରେ ଅନୁଷ୍ଠିତ ହେବ। ଏହି ପରେଡରେ ଅର୍ଦ୍ଧସାମରିକ ବାହିନୀ ସେଠାରେ ମଧ୍ୟ ଅଂଶଗ୍ରହଣ କରିବେ। ଆଣ୍ଟାର୍କଟିକା ମହାସାଗରରେ ପରମାଣୁ ଡ୍ରୋନ ପରୀକ୍ଷଣ କଲା ରୁଷ। ରୁଷ ପୁଣି ଏକ ପରମାଣୁ ଶକ୍ତି ସମ୍ପନ୍ନ ଡ୍ରୋନର ପରୀକ୍ଷଣ କରିଛି। 7 ଦିନ ଭିତରେ ଏହା ରୁଷିଆର ଦ୍ୱିତୀୟ ପରମାଣୁ ଶକ୍ତି ସମ୍ପନ୍ନ ମିସାଇଲର ପରୀକ୍ଷଣ। ଅକ୍ଟୋବର 28 ତାରିଖରେ ଆଣ୍ଟାର୍କଟିକା ମହାସାଗରରେ ଅଣ୍ଡର ୱାଟର ଡ୍ରୋନ ତଥା ପେସାଇଡର ପରୀକ୍ଷଣ କରାଯାଇଥିଲା। ଏହାର ସୂଚନା ଖୋଦ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଇଛନ୍ତି। କହିଛନ୍ତି ରୁଷିଆ ସଫଳତାର ସହିତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପରମାଣୁ ଶକ୍ତି ସମ୍ପନ୍ନ ଅଣ୍ଡର ୱାଟର ଡ୍ରୋନ ତଥା ପାସାଇନର ସଫଳତାପୂର୍ବକ ପରୀକ୍ଷଣ କରିଛି। ଆଇଡିଏଫ୍ ଆକ୍ରମଣରେ 106 ଛୁଇଁଲା ମୃତ୍ୟୁ ସଂଖ୍ୟା। ପୁଣି ଅଶାନ୍ତ ହୋଇଛି ଗାଜା। ଯୁଦ୍ଧବିରତି ଘୋଷଣାରେ ଆମେ ଦେଖିଥିଲେ ଯେ ଗାଜାବାସୀ ଘରକୁ ଫେରୁଛନ୍ତି ଆଉ ମସଜିଦରେ ପ୍ରାର୍ଥନା ଚାଲିଛି। ହେଲେ ହମାସ ପାଇଁ ପୁଣି ବଢୁଛି ଅଶାନ୍ତି। ଇସ୍ରାଏଲ ସୈନିକଙ୍କ ହତ୍ୟା ପରେ ହମାସ ଉପରେ ରକ୍ତମୁଖା ହୋଇଯାଇଛନ୍ତି ନେତାନ୍ୟାହୁ। କିଛି ଦିନର ନୀରବତା ପରେ ଗାଜାରେ ରକ୍ତ ଭିଜିଛି। ଆଇଡିଏଫ୍ ଆକ୍ରମଣ 100ରୁ ଅଧିକ ମଧ୍ୟ ଜୀବନ ଯାଇଛି। ମାଙ୍କ ଜନ୍ମ ତାରିଖରେ ଜିତିଥିଲା ଜ୍ୟାକପଟ। ରାତାରାତି କୋଟିପଟି କରିଦେଇଛି ଲଟେରୀ। ବେଳେ ବେଳେ ଆପଣ ଯାହା ଭାବନ୍ତି ତାହା ହୁଏ ନାହିଁ, ବରଂ ଭଗବାନ ଭାଗ୍ୟରେଖାରେ ଯାହା ଲେଖିଥାନ୍ତି ତାହା ହେଇଯାଇଥାଏ, ଯାହାକୁ ଆପଣ କେବେ ମଧ୍ୟ କଳ୍ପନା କରିନଥାନ୍ତି। ଏମିତି ଜଣେ ଭାରତଙ୍କ ରାତି ଆମକୁ ଦେଖିବାକୁ ମିଳିଛି, ଯାହାକୁ ନେଇ ଜାତୀୟରୁ ଅନ୍ତର୍ଜାତୀୟ ଗଣମାଧ୍ୟମ ସବୁଠି ଚର୍ଚ୍ଚା ଚାଲିଛି। କେରଳର 29 ବର୍ଷ ପ୍ରବାସୀ ଭାରତୀୟ ଦୁବାଇ ଇତିହାସର ସବୁଠାରୁ ବଡ଼ ଲଟେରୀ ଜିତିଛନ୍ତି। ପୋଲିସ ଗୁଳିରେ ଶିଶୁଙ୍କୁ ବନ୍ଧକ ରଖିଥିବା ରୋହିତ ଆର୍ଯ୍ୟାଙ୍କ ମୃତ୍ୟୁ। ମୁମ୍ବାଇର ଏକ ଷ୍ଟୁଡିଓରେ ପ୍ରାୟ 17 ଜଣ ଶିଶୁଙ୍କୁ ମୁଣ୍ଡ ଜାମିନ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗୁଳି ମାରିଛି। ପୋଲିସ ଗୁଳିରେ ଅଭିଯୁକ୍ତ ରୋହିତ ଆର୍ଯ୍ୟାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପୋଲିସ ଦ୍ୱାରା ଗିରଫ ହେବା ସମୟରେ ସେ ଅଚାନକ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ଅତର୍କିତ ଗୁଳି ଚଳାଇଦେଲେ। ପୋଲିସ ଗୁଳି ଦ୍ୱାରା ସେ ଗୁରୁତର ଆହତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଦେଇଛନ୍ତି। ନାବାଳକଙ୍କ ବେପରୁଆ ଗାଡ଼ି ଚାଳନା। 3 ବର୍ଷର ଝିଅ ଉପରେ ମଡ଼ାଇ ଦେଇଛନ୍ତି କାର୍। ସିସିଟିଭିରେ କଏଦ ହୋଇଛି ଏକ ଭୟଙ୍କର ଦୃଶ୍ୟ, ଯାହାକୁ ଦେଖିଲେ ଆପଣଙ୍କ ମଧ୍ୟ ଛାତି ଥରି ଉଠିବ। ଟ୍ରାଫିକ ନିୟମରେ କଡ଼ାକଡ଼ି ନିୟମ ଥିଲେ ମଧ୍ୟ ପରିବାର ଲୋକଙ୍କ ଅବହେଳା ଯୋଗୁଁ ବହୁତ ନିରୀହ ଜୀବନ ଯାଉଛି। ଯେମିତି ଏକ ଘଟଣା ଆସିଛି ଅହମ୍ମଦାବାଦ ଠାରେ, କିନ୍ତୁ ଏଠି ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜୀବନ। ବଡ଼ ଘରର ବାପା ମା ନିଜ ଛୁଆଙ୍କୁ
ଜିଦ୍ ପୂରଣ କରିବାକୁ ବୟସ ନ ହୋଇଥିଲେ ମଧ୍ୟ କାର ଚଲାଇବାକୁ ଦେଉଛନ୍ତି, ଯେମିତି ସୌକ ମଧ୍ୟ ପୂରଣ କରିବେ। ଲୁକି ଛପି ବଙ୍କର ନିର୍ମାଣ କରୁଛନ୍ତି ମାର୍କ ଜକରବର୍ଗ। ବିଶ୍ୱର ସବୁଠାରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏବେ ଆକାଶରେ ନୁହେଁ ଭୂତଳେ ଘର ନିର୍ମାଣ କରୁଛନ୍ତି। ଫେସବୁକ୍ ବର୍ତ୍ତମାନ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ହାଇୱାରେ ତାଙ୍କର 1400 ଏକର ସମ୍ପତ୍ତି ପାଇଁ ସେ ସେଠାରେ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ ଏହି ସମ୍ପତ୍ତି ମଧ୍ୟରେ ଏକ ଭୂତଳ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି, ଯେଉଁଠାରେ ବିଦ୍ୟୁତ୍ କିମ୍ବା ଖାଦ୍ୟର କୌଣସି ଅଭାବ ରହିବ ନାହିଁ। ସମଗ୍ର କମ୍ପ୍ଲେକ୍ସଟି 6 ଫୁଟ ଉଚ୍ଚ କାନ୍ଥ ଦ୍ୱାରା ଘେରି ରହିଛି ଏବଂ କର୍ମଚାରୀମାନଙ୍କୁ ଗୋପନୀୟତା ବଜାୟ ରଖିବା ପାଇଁ ସେଠାରେ କଡ଼ା ନିର୍ଦ୍ଦେଶ ତାଙ୍କୁ ଦିଆଯାଇଛି। ସବୁଠାରୁ ବଡ଼ ପୋଲିସ ଅପରେସନ ଗଲାଣି 130 ଲୋକଙ୍କ ଜୀବନ। ଦକ୍ଷିଣ ଆମେରିକୀୟ ଦେଶ ବ୍ରାଜିଲର ରାଜଧାନୀ ତଥା ରିଓ ଡି ଜେନେରିଓରେ ଏକ ବଡ଼ ପୋଲିସ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରାୟ 2500 ପୋଲିସ ଅଧିକାରୀ ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ଡ୍ରଗ୍ସ ଗ୍ୟାଙ୍ଗ ତଥା ରେଡ୍ କମାଣ୍ଡର, ଯାହା ବହୁ ବର୍ଷ ଧରି ଫାପେଲା ବସ୍ତିରେ ସେ ସେଠାରେ ସକ୍ରିୟ ରହିଥିଲେ। ସକାଳେ ପୋଲିସ ହେଲିକପ୍ଟର ଏବଂ ସଶସ୍ତ୍ର ଯାନ ସହିତ ଅନେକ ଅଞ୍ଚଳରେ ପ୍ରବେଶ କରିବା ପରେ ଅପରେସନ ମଧ୍ୟ ସେଠାରେ ଆରମ୍ଭ ହୋଇଯାଇଥିଲା। H1B ପରେ ଟ୍ରମ୍ପଙ୍କ ନୂତନ ନିୟମ, ଅଡୁଆରେ ଭାରତୀୟ ଯାଇପାରେ ଚାକିରି। ଆମେରିକା ଗୃହ ସୁରକ୍ଷା ବିଭାଗ ବା DHS ଏକ ପରିବର୍ତ୍ତନ କରିଛି, ଯାହାଦ୍ୱାରା ହଜାର ହଜାର ଭାରତୀୟ ବୃତ୍ତିଗତ ଏବଂ ସେମାନଙ୍କ ନିର୍ଭରଶୀଳକୁ ଚାକିରି ବନ୍ଦ କରିବାକୁ ବାଧ୍ୟ କରାଯିବ ଯଦି ସେମାନଙ୍କ ନିଯୁକ୍ତି ଏବଂ ପ୍ରାଧିକରଣ ନବୀକରଣ ସମୟସୀମା ମଧ୍ୟରେ ଅନୁମୋଦନ କରାନଯାଏ। ଏହି ନିୟମ ଗୁରୁବାର ଠାରୁ କାର୍ଯ୍ୟକାରୀ ହୋଇଯିବ। ନୂତନ ନିୟମ ଅନୁଯାୟୀ ନିଯୁକ୍ତି ପ୍ରାଧିକରଣର ଡକ୍ୟୁମେଣ୍ଟ ବା EADର ସ୍ୱୟଂଚାଳିତ ବିସ୍ତାର ଶେଷ ହୋଇଯିବ, ଯାହା ଅଣ ଆମେରିକୀୟ ନାଗରିକଙ୍କୁ ଆମେରିକାରେ କାମ କରିବାକୁ ଅଟକାଇ ପାରିବ। ପୁଣି ଥରେ ଭାରତ ଉପରେ ଦୋଷ ଲଦିଛି ପାକିସ୍ତାନ। ଇସ୍ତାନବୁଲରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଶାନ୍ତି ଆଲୋଚନା ଶେଷରେ 4 ଦିନର ଆଲୋଚନା ପରେ ଭାଙ୍ଗି ଯାଇଛି। ଏହି ସମୟରେ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଅଚଳାବସ୍ଥାର ପ୍ରକୃତ କାରଣ ହେଉଛି ଇସଲାମାବାଦର ଗୁପ୍ତ ଚୁକ୍ତି, ଯାହାଦ୍ୱାରା ଆମେରିକା ନିଜ ମାଟିରୁ ଡ୍ରୋନ୍ ଆକ୍ରମଣକୁ ଅନୁମତି ଦେଇଥିଲା। ଏହା ଭାରତୀୟ ହସ୍ତକ୍ଷେପ ନୁହେଁ। ଟୋଲୋ ନ୍ୟୁଜ୍ ଅନୁଯାୟୀ ଆଫଗାନିସ୍ତାନ ଆଲୋଚନାକାରୀମାନେ ଆଫଗାନିସ୍ତାନ ଠାରୁ ଆଫଗାନିସ୍ତାନ ଆକାଶ ମାର୍ଗ ଉଲ୍ଲଂଘନ ବନ୍ଦ କରିବା ଏବଂ ସେମାନଙ୍କ ଅଞ୍ଚଳ ଉପରେ ବିଦେଶୀ ଡ୍ରୋନ୍ ରୋକାଣକୁ ରୋକିବା ପାଇଁ ଏକ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦାବି କରିଥିଲେ। ରୁଷିଆକୁ ଜୋରଦାର ଝଟକା ଦେଇଛି ଭାରତ, କରିଛି ବଡ଼ ଘୋଷଣା। ତୈଳ ଆନ୍ତର୍ଜାତୀୟ ରାଜନୀତିର ଚେସ୍ ବୋର୍ଡର ଏକ ପ୍ରମୁଖ ମୁଦ୍ଦା ଏବଂ ଏହାର ପ୍ରଭାବ ଏବେ ଭାରତ ଏବଂ ରୁଷର ଶକ୍ତି ସମ୍ପର୍କରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ପଶ୍ଚାତ ଦେଶମାନଙ୍କ ଦ୍ୱାରା ରୁଷ ଉପରେ ଲାଗୁ ହୋଇଥିବା କଠୋର ଆର୍ଥିକ ପ୍ରତିବନ୍ଧକର କଠିନ ହେଉଛି। ଏହି ଚାପର ଫଳସ୍ୱରୂପ ଏକ ପ୍ରମୁଖ ଭାରତୀୟ ଶକ୍ତି କମ୍ପାନୀ ରୁଷକୁ ଅଶୋଧିତ ତୈଳ ବିକ୍ରୟ ବନ୍ଦ କରିବା ପାଇଁ ସେଠାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏକ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ବା HPCL ଏହି କମ୍ପାନୀରେ ମଧ୍ୟ ଅଂଶୀଦାର ରହୁଛି। 6 ବର୍ଷ ପରେ ଜିନପିଙ୍ଗଙ୍କୁ ଭେଟିଛନ୍ତି ଟ୍ରମ୍ପ, ହେବ ବଡ଼ ଡିଲ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି 6 ବର୍ଷ ପରେ ସାକ୍ଷାତ କରିଛନ୍ତି। ଦୁଇ ନେତା ଦକ୍ଷିଣ କୋରିଆରେ ସାକ୍ଷାତ କରିଛନ୍ତି। ସେମାନେ ପରସ୍ପରକୁ ହାତ ମିଳାଇ ଅଭିବାଦନ କରିଛନ୍ତି। ବର୍ତ୍ତମାନ ଦ୍ୱିପାକ୍ଷିକ ଆଲୋଚନା ଚାଲିଛି। ଏହି ସାକ୍ଷାତ ଦକ୍ଷିଣ କୋରିଆର ବୁସାନରେ ହେଉଛି। ପୂର୍ବରୁ ସେମାନେ 2019ରେ ଜାପାନର ଓସାକାରେ ସେମାନେ ସାକ୍ଷାତ କରିଥିଲେ। ତଥାପି ସେହି ସମୟରୁ ଦୁଇ ଦେଶ ସମ୍ପର୍କରେ ଅଧିକ ତିକ୍ତ ବଢ଼ିବାରେ ଲାଗିଛି। ଭାରତରେ ମେନ୍ଥା ଜମାଇକାରେ ମେଲିସା କଲା ତାଣ୍ଡବ। ଭାରତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିଝଡ଼ ମେନ୍ଥା ମାଡ଼ ହୋଇଛି। ଏହି ସମୟରେ ଜମାଇକାରେ ଘୂର୍ଣ୍ଣିଝଡ଼ ମୋଲାସା ମଧ୍ୟ ଭୟଙ୍କର ରୂପ ନେଇଛି। ଉଭୟ ଝଡ଼ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ସହିତ ତାଣ୍ଡବ ସୃଷ୍ଟି କରିଛି। ବଙ୍ଗୋପସାଗର ଉତ୍ପନ୍ନ ଘୂର୍ଣ୍ଣିଝଡ଼ ମେନ୍ଥା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ବା IMD ସକାଳ 9:30 ଅପଡେଟରେ ସେଠାରେ ରିପୋର୍ଟ କରିଛି। ଏହି 6 ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି 15 କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି ଏବଂ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ସେ ସେଠାରେ ପରିଣତ ହୋଇଛି। ମୋଦି ଏବଂ ଜିନପିଙ୍ଗ ମଧ୍ୟରେ ହେଇଛି ବଡ଼ ଡିଲ୍। ଚମକି ପଡ଼ିଛି ପାକିସ୍ତାନ। ଭାରତ ଏବଂ ଚୀନ ସୀମା ବିବାଦ ଉପରେ ପୁଣି ଥରେ ଆଲୋଚନା କରିବାକୁ ଆଗକୁ ଆସୁଛନ୍ତି। ଚାଇନା ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଦୁଇ ଦେଶର ସେନା ପଶ୍ଚିମ ସୀମା ଅଞ୍ଚଳର
नियंत्रण एवं परिचालना संपर्क में खोला एवं गभीर आलोचना करछन्ति। मंत्रालय अनुसार उभय पक्ष एवं सामरिक एवं कूटनैतिक चैनल माध्यम जोगाजोग जारी रखिबे। अमेरिका को सख्त झटका देला रूसिया रद्द कला प्लूटोनियम चुक्ति। रूस राष्ट्रपति व्लादिमीर पुतिन एक बड़ निष्पत्ति ने अमेरिका को एक झटका देइछन्ति। से अमेरिका सहित प्लूटोनियम चुक्तिनामा को बातिल करिसन्ति। एही चुक्तिनामा अनुसार उभय पक्ष परमाणु अस्त्र विकसित करिवे नाही, किंतु पुतिन एबे चुक्तिनामा को भांगी देइछन्ति। अमेरिका राष्ट्रपति डोनाल्ड ट्रम्प बहुत दिन धरि रूसिया विरुद्ध रे मध्य कथबार्ता करथिले। ऑस्ट्रेलिया को हराई फाइनल रे प्रवेश कला भारत। महिला विश्व कप क्रिकेट फाइनल रे भारत ऑस्ट्रेलिया को हराई फाइनल रे प्रवेश करिछि। सेमीफाइनल मैच रे भारत 5 विकेट रे सेठारे बजाय रहिछि। एक कड़ा संघर्षपूर्ण मैच रे कंगारू दल को परास्त करछि टीम इंडिया। फाइनल रे दक्षिण आफ्रिका सहित हेबो टाइटल लड़ाई। आसंता 2 तारिख रे खेला जिवो विश्व क्रिकेट फाइनल मैच। आजिर मैच रे प्रथमे बैटिंग करथिला ऑस्ट्रेलिया दल। आजिर मैच रे प्रथमे बैटिंग करिछि ऑस्ट्रेलिया दल। दल 49 ओवर रे 5टी बॉल रे समस्त विकेट हराई 388 रन से मध्य करथिले। तेलंगाना रो वारंगल रे वर्षार तांडव 45टी अंचल जलमग्न। तेलंगाना रो वारंगल रे वर्षार तांडव देखिबाको मिलिछि। बात्या मेंथार प्रभाव रे तेलंगाना रे मुसळधार रे वर्षा होइतबा नै जणिबाको मिलिछि। तेलंगाना वारंगल जिल्ला रे प्रबल वर्षा रेकर्ड होइछि। वारंगल एवं हमानकोंडा रे मुसळधार रे सेठार वर्षा जगो जीवन यात्रा व्यस्त होई पड़िदिला। प्राय 1200 लोकों को स्थानांतरण करा जाइछि। ग्रेटर वारंगल म्युनिसिपालिटी कॉर्पोरेशन सीमा अंतर्गत प्राय 45टी अंचल जलमग्न रहिछि। व्हाट्सएप सामना रे तिष्टि पारिला नहीं अराटाई। किछु समय पूर्व एक स्वदेशी मेसेजिंग ऐप तथा अराटाई लोकलोचन को आसी जाइतिला। लोके एही ऐप को खूब पसंद करथिले, जहा फल रे एहा व्हाट्सएप को पछरे पके प्ले स्टोर रे शीर्ष स्थान हासिल करथिला। वर्तमान एहा देखिबा को मिलिछि ऐप रो लोकप्रियता ह्रास पाउछि, कारण एहा गूगल प्ले स्टोर कम्युनिकेशन कैटेगरी रो 7 नंबर को खसी आसीछि। कठोर निष्पत्ति नेबा को बाध्य होउछन्ते दिल्ली सरकार। दिल्ली प्रदूषण बढ़ाई दैछि चिंता। गोटे पर गोटे कठोर निष्पत्ति नेबा को बाध्य होउछन्ते दिल्ली सरकार। एवं जातीय राजपथ प्रशासन एनडीएमसी पार्किंग फी को 2 गुण करने को निष्पत्ति नहीं। यह निष्पत्ति दिल्लीवासी असुविधा बढ़ाई पारे, कारण से एबे एनडीएमसी रे पार्किंग पे अधिक देय देवाको पड़िबो। एनडीएमसी रास्तार जानवाहन संख्या ह्रास करने को से सेठारे लक्ष्य रखुछन्ति, जहा प्रदूषण नियंत्रण करिबारे से सेठारे सहाय्य करिबो। ईपीएफ बकेया पय सहारा इंडिया को संपत्ति जबत नोटिस देला ईपीएफएल। कर्मचारी भविष्य निधि संगठन बा ईपीएफओ सहारा इंडिया उपर गुरुत्व कार्यानुष्ठान घोषणा करिसन्ति। कंपनी द्वारा लक्ष लक्ष कर्मचारी जमा करा जाइथबा 1880 घंटा तथा भविष्य निधि पीएफएफ एवं पेंशन बकेया विरुद्ध रे ईपीएफओ सहारा संपत्ति जबत करबा को नोटिस जारी करिसन्ति। सहारा रे दीर्घ समय धरि आर्थिक अनियमितता मध्य एही खबर मध्य सामना को आसीछि। सदृश लघुचाप रे परिणत हैला बात्या मेंथा। आहुरी 3 दिन भिजिबो ओडिशा। सदृश लघुचाप रे परिणत होइछि बात्या मेंथा। तार प्रभाव रे आहुरी 3 दिन भिजिबो ओडिशा पूर्वानुमान करछन्ते पाणीपाग विभाग। आज सारा राज्य रे तुकुहा वर्षा होतबा बेले कालीठो कमेबो वर्षार परिणाम। आसंता काले उत्तर उपकूल ओडिशार 15टी जिला तथा बरगढ़, सुंदरगढ़, झारसुगुड़ा, संबलपुर, केन्दुझर, मयूरभंज, देवगढ़, अनुगुल, ढेंकानाल, जाजपुर, भद्रक, कटक, केन्द्रापड़ा, जाजपुर एवं बालेश्वर को बिजुली घड़घड़ी सहित वर्षा निमंत येलो वार्निंग जारी करने को जाइछि। महाकार्तिक महाबिभ्रा गोटे दिन उपवास रही महाप्रभु लिंगराज। महाकार्तिक महाबिभ्राट देखा मिलूँ। गोटे दिन उपवास रही महाप्रभु लिंगराज। हविष्याली मध्य तीव्र असंतोष रही। प्रशासन अवहेला को दायी कर सेवायत। धर्मर मासर श्रीलिंगराज मंदिर रे घटी महाबिभ्राट। गतकाली दिन तमाम महाप्रभु खाड़ा उपवास रहिबा को मिली। समर्थाती सेवायतों नियंत्रण पाली न हेबार प्रभुंक बहु दिन मध्य नीति बंद हो जाइथिला। दीघा लगी 2 छकारे भक्त तीव्र होछि। दीघा जगन्नाथ धाम विवाद। दीघा
होई पारिबो कि जगन्नाथ धाम टार्गेट रे पश्चिमबंग मुख्यमंत्री ममता बनर्जी विभिन्न अंतर्जातीय पत्रिका पश्चिमबंग पर्यटन विभाग पक्षर दीघार जगन्नाथ धाम एवं दीघा बेलाभूमि संपर्क सेठारे दर्शाଯାଇଛି। एसहित जड़ेश्वर मंदिर कालीघाट एवं दक्षिणेश्वर वाकवार संपर्क में दर्शाଯାଇଛି, जहां ने जगन्नाथ प्रेमी एवं राजनीतिक स्तर में तीव्र प्रतिक्रिया पाई। रोगर गंताखर पाल्टी जाइछि ओडिशा हाइजा पर काय विस्तार करिछि किडनी रोग। ओडिशा रे बढ़ुछि क्रोनिक किडनी रोगी संख्या। कटक नरसिंहपुर बलांगीर बरगढ़ संबलपुर जिला में किडनी रोगी हब पाल्टी जाइछि। मालकानगिरी ढेंकानाल एवं नयागढ़ रे मध्य चिंताजनक स्थिति रहुछि। अति संवेदनशील वर्ग रे रहुछंती निर्माण श्रमिक एवं कृषक माने, कारण सेमानकु काहे कि किडनी रोग होउछि जना पड़ू नहीं कि तार कारण। राज्य में एपरि 20% किडनी रोगी रही जो मान कथा एवं कारण जना पड़ू नहीं। प्रचार मैदान रे ओह्लाइले नबील 3 एवं 7 तारिख रे जाई करिवे प्रचार। नुआपड़ा उपनिर्वाचन प्रचार मैदान रे ओह्लाइबे बीजेडी सुप्रीमो नवीन पट्टनायक। 3 एवं 7 तारिख रे से नुआपड़ा से सेठारे प्रचार करिवे। यहाको नै जोश रे दलीय कर्मी बीजेडी रे उत्साह भरी देउछि। एही खबर नवीन पट्टनायक सोशल मीडिया रे लिखिछंती। विजय हब नुआपड़ार, आरंभ हब नूतन धारा सेवा एवं विकासर। तांकर एही वार्ता पर कर्मी जोश मध्य हाई होई जाइछि। राज्य रे अनुभूत हेब हाथभंगा शीत। 1 ରୁ 2 डिग्री जाए कमेब तापमात्रा। आसंता 2 तारिख रु सारा राज्य रे शीत अनुभूत हेब। अन्यपटे राज्य को बहुछि उत्तरा शुक्ल ठंडा पवन, जार प्रभाव रे आसंता काली ठार दक्षिण आभ्यंतरीण एवं उत्तर आभ्यंतरीण ओडिशा रे 1 ରୁ 2 डिग्री राति तापमात्रा कमिबो। 2 ରୁ 3 दिन मध्य 3 ରୁ 4 डिग्री तापमात्रा कमिबो। चलित वर्ष शीत विलंब रे आसीछि। सेपटे विभिन्न मॉडल आकलन अनुसार 31 किंबा 1 तारिख बेलू उत्तर बंगोपसागर सृष्टि होगाकू जाउछि घूर्णिवलय। निजर विकिपीडिया लॉन्च कले इलन मस्क। टेस्ला एवं एक्स रो सह प्रतिष्ठाता इलन मस्क तांकर नूतन एआई भित्तिक ऑनलाइन एनसाइक्लोपीडिया प्लेटफॉर्म तथा ग्रोकीपीडिया लॉन्च करिसंती। कंपनी एहाकू विकिपीडिया रो एक सत्य भित्तिक विकल्प भाव से सेठारे वर्णना करिछि। यह प्लेटफॉर्म वर्तमान यार पारंपरिक संस्करण 0.1 रे अछि एवं यह संपूर्ण मुक्त एवं उत्साह। यह प्रकल्प विकिपीडिया अपेक्षा भल एवं यार भविष्य संस्करण 1.0 10 गुणा भल बोली इलन मस्क दाबी करछंती।